सीपीटी 2024 ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି, କିନ୍ତୁ ଏବେ ବି ପିଲାମାନଙ୍କ ମନରେ ବହୁତ କିଛି ପ୍ରଶ୍ନ ରହିଛି। ଯେପରି ସିପିଟି 2024ର ପ୍ରକୃତ ସିଲାବସ୍ କ'ଣ, ସିଲାବସ୍କୁ କିପରି ଡାଉନଲୋଡ଼ କରିହେବ ଏବଂ ଯେଉଁ ପେପର ଗୁଡ଼ିକ ୟୁଜି ସମୟ ନଥିଲା ସେ ସମ୍ପର୍କିତ ସବଜେକ୍ଟ ପାଇଁ ସିଲାବସ୍ ଆମକୁ କିପରି ମିଳିବ ଏବଂ କ୍ୱେଶ୍ଚିନ୍ କେଉଁ ପ୍ରକାର ଆସେ। ତେବେ ଆସନ୍ତୁ ସମୟ ନଷ୍ଟ ନକରି ଏ ସମ୍ପର୍କିତ ପ୍ରଶ୍ନର ସମସ୍ତ ଟେକ୍ନିକ୍ ଡାଉଟ୍ କ୍ଲିୟର କରିବା। ସିପିଟି ସିଲାବସ୍ 2024 ଅନର୍ସ ସିଲାବସ୍ରେ ଥିବା ସମସ୍ତ କୋର୍ ପେପର ୟୁନିଟ୍ ଗୁଡ଼ାକ ହିଁ ପରୀକ୍ଷା ପାଇଁ ସିଲାବସ୍ ଅଟେ। ମୁଁ ଏଠାରେ ଆପଣମାନଙ୍କୁ କହିବାକୁ ଚାହେଁ, ଯେପରି ଓଜେଇ ହେଉ କିମ୍ବା ନିଟ୍ ଏଣ୍ଟ୍ରାନ୍ସ ହେଉ, ସେ ପରୀକ୍ଷା ପାଇଁ ସ୍ପେଶାଲ PDF ଓଜେଇ କିମ୍ବା ନିଟ୍ ଦ୍ୱାରା ପ୍ରକାଶ କରାଯାଇଥାଏ। ପିଲାମାନେ ଯେପରି ଓଜେଇ ଆବେଦନ କଲାବେଳେ ଓଜେଇ ୱେବସାଇଟ୍ରେ ଓଜେଇର ସିଲାବସ୍ ଆପଣଙ୍କୁ ଦେଖିବାକୁ ମିଳିଯାଏ, କିନ୍ତୁ ସାମ୍ସ ସିପିଟି ପାଇଁ କୌଣସି ପ୍ରକାର ସ୍ପେଶାଲ PDF ବା ସ୍ପେଶାଲ ସିଲାବସ୍ର PDF ସେ ପ୍ରକାଶ କରେ ନାହିଁ। ତା କାରଣ ହେଉଛି ଆପଣମାନେ ୟୁଜିରେ ପଢ଼ିଥିବା କୋର୍ସ ଗୁଡ଼ାକର ସବଜେକ୍ଟ ଗୁଡ଼ାକର ସମସ୍ତ କୋର୍ ପେପର କେବଳ ଆପଣଙ୍କର କୋର୍ ପେପରର ଯାହା ବି ସବୁ ଟପିକ୍ ରହିଲା ସେଇ ଟପିକ୍ରୁ ହିଁ ଆପଣଙ୍କର ସିପିଟିର ପ୍ରଶ୍ନ ଆସେ। ମନେ ରଖିବେ, ଆପଣଙ୍କର ୟୁଜି ସିଲାବସ୍ ବା ଯୁକ୍ତ 3 ସିଲାବସ୍ ଯାହା ଆପଣମାନଙ୍କର ସିପିଟି ସିଲାବସ୍ ସମାନ। ଆପଣ ୟୁଜି ଟାଇମ୍ରେ ଯାହା ପଢ଼ିଥିଲେ ସେଇ ଟପିକ୍ ବା ସେଇ କୋର୍ ପେପରରୁ ହିଁ ଆପଣମାନଙ୍କର କ୍ୱେଶ୍ଚିନ୍ ଆସିବ। ଆଉ ଗୋଟେ କଥା ମନେ ରଖିବେ, ଆପଣଙ୍କର ଯେଉଁ ପେପର ହେଲା AECC ବା ଜେନେରିକ୍ ପେପର, ଯାହାକୁ ଆପଣ ଇଂଲିଶ EVS କିମ୍ବା ଆପଣ ଜେନେରିକ୍ ପେପର ଯାହା ବି ରହିଲା ସେ ସମ୍ପର୍କିତ ଟପିକ୍ରୁ ଆପଣମାନଙ୍କର କ୍ୱେଶ୍ଚିନ୍ ଆସିବ ନାହିଁ। ଉଦାହରଣ ସ୍ୱରୂପ ଆପଣମାନଙ୍କର ସବଜେକ୍ଟ ହେଉଛି ବଟନୀ, ଆପଣଙ୍କର AECC ଥାଇପାରେ ଓଡ଼ିଆ କିମ୍ବା EVS, ସେଇ ଓଡ଼ିଆ ହେଉ କିମ୍ବା EVS ହେଉ ସେଥିରୁ ଆପଣମାନଙ୍କର କ୍ୱେଶ୍ଚିନ୍ ଆସିବ ନାହିଁ। କିମ୍ବା ଯଦି ଆପଣଙ୍କର ଜେନେରିକ୍ ରହିଛି ଜୁଲୋଜି କିମ୍ବା କେମିଷ୍ଟ୍ରି, ସେ ଜେନେରିକ୍ ପେପରରୁ ମଧ୍ୟ କ୍ୱେଶ୍ଚିନ୍ ଆସିବ ନାହିଁ। କେବଳ ଆପଣଙ୍କର ବଟନୀ ସମ୍ପର୍କିତ ଯାହା ବି କୋର୍ ପେପର ରହିଲା ଆପଣଙ୍କର ଟିଲ୍ ଫାର୍ଷ୍ଟ ସେମିଷ୍ଟାରରୁ ଲାଷ୍ଟ ସେମିଷ୍ଟାର ପର୍ଯ୍ୟନ୍ତ ଆପଣମାନଙ୍କର ଯାହା ବି ଆପଣ କୋର୍ ପେପର ପଢ଼ିଛନ୍ତି ବା ଯାହା ଆପଣଙ୍କର ଅରିଜିନାଲ୍ ବଟନୀ ସିଲାବସ୍ ସେଇ ସିଲାବସ୍ରୁ ହିଁ କ୍ୱେଶ୍ଚିନ୍ ଆସିବ। ହଁ, ଆଉ ଗୋଟେ କଥା, ଆପଣମାନଙ୍କର ପ୍ରୋଜେକ୍ଟ ପେପର ଯାହା ବି ଲାଷ୍ଟ ସେମିଷ୍ଟାରରେ ଥିଲା ସେ ପେପରରୁ ମଧ୍ୟ କ୍ୱେଶ୍ଚିନ୍ ଆସିବ ନାହିଁ। ତେଣୁ ଆପଣମାନେ ଅଚିନ୍ତା ହେଇ ନିଜ ଗ୍ରାଜୁଏସନ୍ ଲେବୁଲରେ ଯାହା ବି ସିଲାବସ୍ ପଢ଼ିଥିଲେ ସେଇ ସିଲାବସ୍ରୁ ପାଠ ପଢ଼ିବା ଆରମ୍ଭ କରନ୍ତୁ। ଯଦି ଆପଣଙ୍କ ପାଖରେ ଗ୍ରାଜୁଏସନ୍ର ସିଲାବସ୍ ନାହିଁ, ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ଦେଇଦେବି। ଆପଣ ସେଠାରେ କ୍ଲିକ୍ କରି ଆଜି ପର୍ଯ୍ୟନ୍ତ ଯେତେ ବି ଅନର୍ସର ୟୁଜି ଅଛି ସେ ସମସ୍ତର ସିଲାବସ୍ ଅପଲୋଡ଼ ହୋଇସାରିଛି। ଆପଣ ସେଠାକୁ ଡାଉନଲୋଡ଼ କରି ନିଜର ସିଲାବସ୍ ଦେଖିପାରିବେ ଏବଂ ସେ ସମ୍ପର୍କିତ ପାଠ ପଢ଼ିପାରିବେ। ଏବଂ ଶେଷକୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର, ଯେଉଁ ସବଜେକ୍ଟ ଗୁଡ଼ିକର ୟୁଜି ଟାଇମ୍ରେ ଟପିକ୍ ଅନର୍ସ ନଥିଲା, ଯେପରିକି ଆପଣଙ୍କ ରୁରାଲ୍ ଡେଭଲପମେଣ୍ଟ, ଜର୍ଣ୍ଣାଲିଜିମ୍, ସେ ସମ୍ପର୍କିତ କୌଣସି ବି ସ୍ପେଶାଲ PDF ନାହିଁ କିମ୍ବା ସାମ୍ସ କୌଣସି ସେ ରିଲେଟେଡ୍ ସବଜେକ୍ଟ ପାଇଁ କୌଣସି PDF ପ୍ରକାଶ କରିନାହିଁ। ମୁଖ୍ୟତଃ ଜର୍ଣ୍ଣାଲିଜିମ୍କୁ ସପୋର୍ଟ କରୁଥିଲା ଭଳି ସବଜେକ୍ଟ ଯେପରି ଆପଣଙ୍କର କରେଣ୍ଟ ଆଫେୟାର୍ସ ହେଇପାରେ, ଯେପରି ଆପଣଙ୍କର ବେସିକ୍ ହିଷ୍ଟ୍ରି ଜିଓଗ୍ରାଫି କ୍ୱେଶ୍ଚିନ୍ ହେଇପାରେ, ବେସିକ୍ ସେଇ ଲେବୁଲ୍ର କ୍ୱେଶ୍ଚିନ୍ ହିଁ ଆପଣମାନଙ୍କର ଯେଉଁ ସବଜେକ୍ଟର ଅନର୍ସ ନଥିଲା ସେଇ ପ୍ରକାର ଏକ୍ଜାମ୍ରେ କ୍ୱେଶ୍ଚିନ୍ ଆସିବ। ଆପଣମାନଙ୍କୁ ସୁବିଧା ପାଇଁ ଆଉ ଗୋଟେ ପ୍ରକାର ଟ୍ରିକ୍ କହିଦେଉଛି, ଆପଣମାନେ ପ୍ରିଭିୟସ୍ ଇୟର୍ 23ର ହେଉ, 2023ର ହେଉ କିମ୍ବା 2022 କିମ୍ବା 2021ର କ୍ୱେଶ୍ଚିନ୍ ଆପଣମାନେ ଦେଖିଦିଅନ୍ତୁ। ଆପଣମାନଙ୍କ ମନରେ ଡାଉଟ୍ କ୍ଲିୟର ହେଇଯିବ ଯେ ପ୍ରକୃତରେ କ୍ୱେଶ୍ଚିନ୍ କିପରି ଆସେ, ଆପଣଙ୍କର କେଉଁ ସବଜେକ୍ଟରୁ ଅଧିକା ଆସୁଛି, କେଉଁ ସବଜେକ୍ଟରୁ କମ୍ ଆସୁଛି, କିମ୍ବା ଯେଉଁ ସବଜେକ୍ଟର ୟୁଜିରେ କୋର୍ସ ନଥିଲା ବା ଅନର୍ସ ନଥିଲା ସେ ସମ୍ପର୍କିତ ସବଜେକ୍ଟରେ କେଉଁ ଟାଇପ୍ର କ୍ୱେଶ୍ଚିନ୍ ଆସୁଛି। ଆପଣ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଦେଖିଲେ ସବୁ ଡାଉଟ୍ କ୍ଲିୟର କରିପାରିବେ। ମୁଁ ମଧ୍ୟ ଆପଣଙ୍କୁ ସିଲାବସ୍ ସହିତ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ର ଡାଇରେକ୍ଟ ଲିଙ୍କ୍ ଡେସ୍କ୍ରିପସନ୍ ବକ୍ସରେ ଜଣାଇଦେବି। ଆଶା କରେ ଆପଣମାନଙ୍କ ମନରେ ପ୍ରଶ୍ନ ଦୂର ହୋଇଥିବ। ଯଦି ବି କିଛି ପ୍ରଶ୍ନ ଅଛି କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇ ପାରିବେ।